ନିଜକୁ ଗୋପୁତ୍ରର ସନ୍ତାନ କହୁଥିବା ଆଉ ଗୋମାତାଙ୍କର ସେବା କରୁଥିବା କିଛି ଅସାମାଜିକ ବ୍ୟକ୍ତି ଦିନ ବେଳେ ତ ମଞ୍ଚ ଉପରେ ବଡ଼ ବଡ଼ ଭାଷଣ ଦିଅନ୍ତି ଆଉ ରାଜରାସ୍ତାରେ ଗୋମାତାଙ୍କର ସେବା କରିବାର ବାହାନା କରିକି ରାଲି ବି କରାନ୍ତି। ଆଉ ରାତି ହେଲେ ସେମାନେ ସେଇ ଗୋମାତାଙ୍କୁ ଦଲାଲଙ୍କ ହାତକୁ ଟେକି ଦିଅନ୍ତି କିଛିଟା ପଇସା ପାଇଁ। ସେଭଳି କିଛି ଘଟଣା ଘଟିଯାଇଛି ଆମ ଆଖି ସାମ୍ନାରେ। ରକ୍ଷକ ସାଜିଲେ ଭକ୍ଷକ ସଭା ସମିତି କରି ଗୋମାତା ବଞ୍ଚାଅ ନାରା ଦେଉଥିବା ଗୋରକ୍ଷକ ଗୋରୁ ଚାଲାଣର ଥିଲେ ମାଷ୍ଟର ମାଇଣ୍ଡ। ଏମିତିକି ସୀମା ପାର ହେବା ଯାଏ ଗୋ ଚାଲାଣକାରୀଙ୍କୁ ସୁରକ୍ଷା ମଧ୍ୟ ଦେଉଥିଲେ। ଗୋ ଚାଲାଣକାରୀଙ୍କୁ ସୁରକ୍ଷା ଦେଉଥିବା ବେଳେ ରେଡ୍ ହ୍ୟାଣ୍ଡ 8 ଜଣ ଯୁବକଙ୍କୁ ଧରିଲା ପୋଲିସ। ସତରେ ଗୋମାତାଙ୍କ ସେବା କରୁଛନ୍ତି, ଆଜି ସେମାନେ ସତରେ ଦୋଷୀ ପାଲଟି ଯାଇଛନ୍ତି। କାହିଁକିନା ଏଇଭଳିଆ କିଛି ଅସାମାଜିକ ଗୋରକ୍ଷୀମାନଙ୍କ ପାଇଁ ଯେଉଁମାନେ ଆମ ଗୋମାତାଙ୍କୁ ତାଙ୍କ ପାଖକୁ ନେଇକି ଦଲାଲଙ୍କ ହାତକୁ ଟେକି ଦିଅନ୍ତି କିଛିଟା ପଇସା ପାଇଁ, ଆଉ ସେଇମାନେ ଆଜି ବଦନାମ ଯେଉଁମାନେ ସତରେ ଗୋମାତାଙ୍କ ସେବା କରୁଛନ୍ତି। ତ ଏଇଭଳିଆ ଦୋଷୀକୁ କଠୋରରୁ କଠୋର ଦଣ୍ଡ ଦିଆଯାଉ, ଏହା ମୋର ସରକାରଙ୍କ ପାଖରେ ଆବେଦନ। ଆଉ ଆସନ୍ତୁ ଯେଉଁମାନେ ସତରେ ଗୋମାତାଙ୍କ ସେବା କରୁଛନ୍ତି ତାଙ୍କୁ ସହଯୋଗର ହାତ ବଢ଼ାଇବା ଆଉ ତାଙ୍କୁ ବହୁତ ଆଗକୁ ନେବା, ଯେମିତି ଆମ ଗୋମାତା ଠିକ୍ଠାକ୍ ରହିବେ। ଜୟ ଗୋମାତା, ଜୟ ସିଆରାମ।